ଦୁଷ୍କର୍ମ କଲେ। ଏ ଯୁବକ ହେଉଛନ୍ତି ମଣି ଚକ୍ରବର୍ତ୍ତୀ। ବାଂଲାଦେଶ ନରସିଂହଦୀ ଜିଲ୍ଲାର ଚାରସିଂଦୁର ବଜାରରେ ଗୋଟିଏ ଗ୍ରୋସରୀ ଦୋକାନ କରି ଚଳୁଥିଲେ। କାଲି ରାତି ପ୍ରାୟ 10ଟା ହେବ। ମଣି ନିଜ ଦୋକାନରେ ବସିଥିବା ବେଳେ କିଛି ଅଜଣା ଆକ୍ରମଣକାରୀ ଆସି ତାଙ୍କୁ ଦୋକାନ ଭିତରେ ହାଣି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଶେଷରେ ଆଖି ବୁଜି ଦେଇଥିଲେ ମଣି। ଆଉ ଏହା ଥିଲା ଗତ 24 ଘଣ୍ଟାରେ ଦ୍ୱିତୀୟ ହିନ୍ଦୁ ହତ୍ୟା ଘଟଣା। ମଣିଙ୍କ ହତ୍ୟା ପୂର୍ବରୁ କାଲି ସନ୍ଧ୍ୟାରେ ରାଣା ପ୍ରତାପ ବୈରାଗୀ ନାମକ ଏହି ହିନ୍ଦୁ ସାମ୍ବାଦିକଙ୍କୁ ବି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ରାଣା ପ୍ରତାପ ଏକ ଖବର କାଗଜର କାର୍ଯ୍ୟକାରୀ ସମ୍ପାଦକ। ତା ସହ ଜେସୋର ଜିଲ୍ଲାର କୋପାଲିଆ ବଜାରରେ ତାଙ୍କର ଏକ ଆଇସ୍ ଫ୍ୟାକ୍ଟ୍ରି ରହିଛି। ସନ୍ଧ୍ୟାରେ ସେ ନିଜ ଫ୍ୟାକ୍ଟ୍ରିରେ ଥିଲେ। କିଛି ଅଜଣା ଦୁର୍ବୃତ୍ତ ସେଠି ପହଞ୍ଚି ରାଣାଙ୍କୁ ଫ୍ୟାକ୍ଟ୍ରିରୁ ଡାକି ଦେଇଥିଲେ। ଆଉ ବିଚ୍ ବଜାରରେ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ। 3 ରାଉଣ୍ଡ ଗୁଳି ଚଳାଇଥିଲେ ଆକ୍ରମଣକାରୀ, ଯେଉଁଥିରେ ଘଟଣାସ୍ଥଳରେ ହିଁ ରାଣା ପ୍ରତାପଙ୍କର ମୃତ୍ୟୁ ହୋଇଯାଇଥିଲା। ଯାହାର ଭୟାନକ ଦୃଶ୍ୟ ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ। କେବଳ ଏତିକି ନୁହେଁ, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ନିର୍ଯାତନାର ଆହୁରି ବି ସାଂଘାତିକ ଆଉ ବର୍ବର ଘଟଣା ଆସିଛି ସାମ୍ନାକୁ। ଗତ ଶନିବାର ଦିନ କାଳିଗଞ୍ଜ ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି। 2 ଜଣ ବ୍ୟକ୍ତି ମହିଳାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଗଛରେ ବାନ୍ଧି ଚୁଟି କାଟି ଦେଇଥିଲେ ଓ ଘଟଣାର ଭିଡିଓ ରେକର୍ଡ କରି ଭାଇରାଲ କରିଥିଲେ। ଏହି ଅସହ୍ୟ ନିର୍ଯାତନାରେ ଅଚେତ ହୋଇଯାଇଥିଲେ ମହିଳା। ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ଏବେ ଯେମିତି ନର୍କ ପାଲଟି ଯାଇଛି ବାଂଲାଦେଶ। ବିପୁଚନ୍ଦ୍ର ଦାସ, ଅମୃତ ମଣ୍ଡଳ, ବୈଜେନ୍ଦ୍ର ବିଶ୍ୱାସ, ଖୋପନ ଦାସ, ରାଣା ପ୍ରତାପ ଏମିତି ଜଣକ ପରେ ଜଣେ ହିନ୍ଦୁଙ୍କୁ ମାରି ରକ୍ତର ହୋଲି ଖେଳୁଛନ୍ତି ହିଂସାକାରୀ। ମନ ଶାନ୍ତି ନହେଲେ ରାତି ଅଧରେ ହିନ୍ଦୁଙ୍କ ଘର ଜାଳି ଦେଉଛନ୍ତି। ଭାରତ ବିରୋଧୀ ଛାତ୍ର ନେତା ଓସମାନ ହାଦିର ହତ୍ୟା ପରଠୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଥମିବାର ନା ଧରୁନଥିବା ବେଳେ କେବଳ ଦେଖଣାହାରି ସାରିଛି ୟୁରୋପ ସରକାର। ଜଣାନାହିଁ ଆଗକୁ ଆହୁରି କେତେ ହିନ୍ଦୁଙ୍କ ମୁଣ୍ଡ ଗଳାଉଛି ବାଂଲାଦେଶ।